କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଜୁନ୍ 24-25 ଆଡ଼କୁ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହେବ, ଏନେଇ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ଜୁନ୍ 22-23 ପରେ ନିମ୍ନ ସ୍ତରୀୟ ଜେଟ୍ କ୍ରମଶଃ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ଭାରତୀୟ ଅଞ୍ଚଳକୁ ଆର୍ଦ୍ରତା ପ୍ରବାହକୁ ବଢ଼ାଇବ। ପାଣିପାଗ ମଡେଲ ଅନୁଯାୟୀ ଜୁନ୍ 24-25 ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଅଧିକ ଶକ୍ତିଶାଳୀ କରିବା ସହ ଦ୍ୱୀପାଞ୍ଚଳ ମଧ୍ୟ ଭାରତରେ ବର୍ଷାର ପରିମାଣ ବଢ଼ାଇବ ଏବଂ ମୌସୁମୀର ଆଗକୁ ଅଗ୍ରସର ହେବାର ସହାୟକ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ପରବର୍ତ୍ତୀ ଖବର, ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ସକାଳୁଆ ସ୍କୁଲ ଘୋଷଣା। ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ 22 ଯାଏଁ ବନ୍ଦ। ଜୁନ୍ ମାସରେ ମଧ୍ୟ କମିନାହିଁ ତାତି, ସଭିଏଁ ଗରମରେ ହନ୍ତସନ୍ତ। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ସରକାର। 19 ତାରିଖରୁ 25 ତାରିଖ ଯାଏଁ ହେବ ସକାଳୁଆ ସ୍କୁଲ। ସକାଳ 6:30ରୁ 10:30 ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ସରକାର। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ପୂର୍ବରୁ 6ଟି ଜିଲ୍ଲାରେ ଗରମ ଯୋଗୁଁ ଖରା ଛୁଟି ବୃଦ୍ଧି ଘୋଷଣା କରାଯାଇଥିଲା, ହେଲେ ଖରାକୁ ଦୃଷ୍ଟିରେ ରଖି ପୁରୀରେ 22 ତାରିଖ ଯାଏଁ ସ୍କୁଲ ଛୁଟି ଅବଧି ବୃଦ୍ଧି କରିଛନ୍ତି ସରକାର। ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଆସନ୍ତା 22 ତାରିଖ ଯାଏଁ ବନ୍ଦ ରହିବ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛୁଟି ଅବଧି ବୃଦ୍ଧି କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ପରବର୍ତ୍ତୀ ଖବର, ଜୁଲାଇ 1ରୁ ରାଜ୍ୟରେ ଲାଗୁ ହେବ ଭିବିଜି ରାମଜି। ଓଡ଼ିଶାରେ ଲାଗୁ ହେବ ଭିବିଜି ରାମଜି ଗ୍ରାମୀଣ ଯୋଜନାକୁ ସରକାରୀ ମୋହ। ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳରେ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ଗ୍ରାମୀଣ ଯୋଜନାର ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଥିବା ବେଳେ ବର୍ତ୍ତମାନ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି। ଆସନ୍ତା ଜୁଲାଇ 1ରୁ ଯୋଜନାଟି ରାଜ୍ୟରେ ଲାଗୁ ହେବ। ଏହା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବର୍ଷକୁ 120 ଦିନର ଅକୁଶଳ ଶ୍ରମ ଭିତ୍ତିକ ରୋଜଗାର ନିଶ୍ଚିତ କରାଯିବ। ଆବେଦନର 15 ଦିନ ମଧ୍ୟରେ କାମ ଯୋଗାଇ ଦିଆନଗଲେ ବେକାର ଭତ୍ତା ପ୍ରଦାନ ବ୍ୟବସ୍ଥା ରହିଛି। ସେହିପରି ମଜୁରୀ ପ୍ରଦାନରେ ବିଳମ୍ବ ହେଲେ କ୍ଷତିପୂରଣ ଦେବାକୁ ମଧ୍ୟ ସ୍ପଷ୍ଟ ବ୍ୟବସ୍ଥା କରାଯାଇଛି। ପରବର୍ତ୍ତୀ ଖବର, 36 ବର୍ଷ ପରେ ବିଶ୍ୱକପରେ ମ୍ୟାଚ୍ ଜିତିଲା ଅଷ୍ଟ୍ରିଆ। ଅଷ୍ଟ୍ରିଆ ଦୀର୍ଘ 36 ବର୍ଷ ପରେ ଫୁଟବଲ ବିଶ୍ୱକପରେ ବିଜୟ ସ୍ୱାଦ ପାଇଛି। ଚଳିତ ଫିଫା ଫୁଟବଲ ବିଶ୍ୱକପର ବୁଧବାର ଖେଳାଯାଇଥିବା ଗ୍ରୁପ ଜେର ମ୍ୟାଚରେ ଅଷ୍ଟ୍ରିଆ 3-1 ଗୋଲରେ ପଦାର୍ପଣକାରୀ ଜୋର୍ଡାନକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରିଆ 3 ପଏଣ୍ଟ ପାଇଛି। ଅଷ୍ଟ୍ରିଆ ଶେଷ ଥର ପାଇଁ 1990ରେ ଆମେରିକାକୁ ବିଶ୍ୱକପରେ ହରାଇବାରେ ସଫଳ ହୋଇଥିଲା। ଫିଫା ମାନ୍ୟତାର 24ତମ ସ୍ଥାନରେ ଥିବା ଅଷ୍ଟ୍ରିଆ ପକ୍ଷରୁ 21 ମିନିଟରେ ରୋମାନସ୍ କିମିଟ୍ ଗୋଲ ଦେଇ ଦଳକୁ 1-0ରେ ଆଗୁଆ କରିଥିଲେ। ପରବର୍ତ୍ତୀ ଖବର, ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମୟୂରଭଞ୍ଜ ଯାଉଥିବା ବେଳେ NH49 ନିକଟରେ ଜଗମୋହନପୁରରେ ଦୁର୍ଘଟଣା ଘଟିଛି। ଆଗରେ ଥିବା ପାଇଲଟ ଗାଡି ହଠାତ୍ ବ୍ରେକ୍ ମାରିବାରୁ ଦୁର୍ଘଟଣା ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ଅନ୍ୟ ଏକ ଗାଡିରେ ମୟୂରଭଞ୍ଜ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ପରବର୍ତ୍ତୀ ଖବର, 2 ଫାଇଲ ହଜିବା ଘଟଣା ନବୀନ ଜେରା ହୋଇପାରନ୍ତି କହିଲେ ମନ୍ତ୍ରୀ ପୂଜାରୀ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ 2ଟି କମିଶନଙ୍କ ରିପୋର୍ଟ ସମ୍ପର୍କିତ ଫାଇଲ ହଜିଯିବା ଅଭିଯୋଗ ହୋଇଛି। ଗୃହ ବିଭାଗ ପକ୍ଷରୁ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଗୃହ ବିଭାଗର ରିପୋର୍ଟ ମୁତାବକ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଓ ଏହାର ପରବର୍ତ୍ତୀ ଦଙ୍ଗା ଘଟଣାରେ ଜଷ୍ଟିସ ଏସ୍ ନାଇଡୁଙ୍କ ତଦନ୍ତ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ତଦନ୍ତ ରିପୋର୍ଟ ହଜିଯାଇଛି। ଏହି ଘଟଣାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଫାଇଲ ବ୍ୟବସ୍ଥିତ ଭାବରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଛି। ଗୃହ ବିଭାଗ ଫାଇଲ ନମ୍ବର ପକାଇ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଛି। ସେଠାରୁ ଡେସ୍ପୋଚ୍ ନମ୍ବର ପଡ଼ି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ପରବର୍ତ୍ତୀ ଖବର, ପୁରୀରେ 700ରୁ ଉର୍ଦ୍ଧ୍ୱ ହୋଟେଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ଉଦ୍ବେଗ ପ୍ରକାଶ କଲେ ଅଗ୍ନିଶମ ଡିଜି। ପାଖେଇ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ଏହାକୁ ସୁରୁଖୁରୁରେ ଆୟୋଜନ କରିବା ନେଇ ସବୁ ପ୍ରଶାସନିକ ବିଭାଗ ପକ୍ଷରୁ ଚାଲିଛି ଜୋରସୋରରେ ପ୍ରସ୍ତୁତି। ସୁରକ୍ଷିତ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତି ଜାରି ରଖିଛି। ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ ପୁରୀ ଆସି ରଥଯାତ୍ରା ନିମନ୍ତେ ଅଗ୍ନିଶମ ବିଭାଗର ସମସ୍ତ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି। ଯାତ୍ରୀ ରହୁଥିବା ସ୍ଥାନ ସମେତ ସବୁ ହୋଟେଲ, ଲଜ୍, ଗେଷ୍ଟ ହାଉସ, ଯାତ୍ରୀ ନିବାସ, ହୋମଷ୍ଟେ, ଧର୍ମଶାଳା ସମେତ ସପିଂ ମଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ା ଯାଞ୍ଚ ନେଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୁରୀ ସହରରେ ଥିବା 700ରୁ ଅଧିକ ହୋଟେଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ହେତୁ ଏହାକୁ ନେଇ ଅଗ୍ନିଶମ ବିଭାଗ ଡିଜି ସୁଧାଂଶୁ ଷଡଙ୍ଗୀ ଉଦ୍ବେଗ ପ୍ରକାଶ କରିଛନ୍ତି।
ରଥଯାତ୍ରା ପୂର୍ବରୁ ସବୁ ବ୍ୟବସାୟିକ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଅଗ୍ନିଶମ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, ସ୍କୁଲ ବହିରେ ମୁଦ୍ରଣ ତ୍ରୁଟି ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠ୍ୟ ପୁସ୍ତକରେ ବ୍ୟାପକ ମୁଦ୍ରଣ ଜନିତ ତ୍ରୁଟି ଘଟଣାରେ ତଦନ୍ତ ପାଇଁ କମିଟି ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେବରଞ୍ଜନ କୁମାର ସିଂ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ଏହାର ଅନ୍ୟ ଦୁଇ ସଦସ୍ୟ ରହିଛନ୍ତି। ପରବର୍ତ୍ତୀ ଖବର, 18 ନଳରୁ ବଡ଼ଦାଣ୍ଡ ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା, ଖର୍ଚ୍ଚ ହେବ 2,35,00,000 ଟଙ୍କା। ଆରମ୍ଭ ହୋଇଛି ବଡ଼ଦାଣ୍ଡ କୋଠାର ଐତିହ୍ୟ ଲୁକ୍ ପ୍ରକ୍ରିୟାକରଣ। ସବୁ କୋଠା ଫିକା ଗୋଲାପୀ ରଙ୍ଗର କରାଯିବା ପାଇଁ ରଙ୍ଗ କାମ ଆରମ୍ଭ ହୋଇଛି। 18 ନଳାରୁ ବଡ଼ଦାଣ୍ଡ ଗୋଟିଏ ରଙ୍ଗରେ ଝଲସିବ ସବୁ କୋଠା। ବଡ଼ଦାଣ୍ଡ ସମେତ ମୁଖ୍ୟ ରାସ୍ତାର ସମସ୍ତ କୋଠାକୁ ସମାନ ରଙ୍ଗରେ ଉପସ୍ଥାପିତ କରାଯିବ। ବଡ଼ଦାଣ୍ଡ କୋଠା ଗୁଡ଼ିକ ସହ ମେଡିକାଲ ଛକରୁ ଅଠନାଳ ରାସ୍ତାର କୋଠା ସମୂହ ଗୋଟିଏ ରଙ୍ଗରେ ଶୋଭା ପାଇବ। ସରକାର ଏଥିପାଇଁ ପ୍ରାୟ 2,35,00,000 ଟଙ୍କା ଖର୍ଚ୍ଚ କରିବେ। ଏନେଇ 3ଟି ରଙ୍ଗ ଜିଲ୍ଲା ପ୍ରଶାସନ ଚୟନ କରି ରାଜ୍ୟ ସରକାରଙ୍କୁ ପଠାଇଥିବା ବେଳେ ପୂର୍ବରୁ ଥିବା ଫିକା ଗୋଲାପୀ ରଙ୍ଗକୁ ହିଁ ଚୟନ କରାଯାଇଛି। ପରବର୍ତ୍ତୀ ଖବର, ଜର୍ମାନ ଚାନ୍ସେଲରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଫ୍ରାନ୍ସର ଏଭିଆନରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଜର୍ମାନୀର ଚାନ୍ସେଲର ଫ୍ରେଡରିଚ୍ ମର୍ଜଙ୍କୁ ସାକ୍ଷାତ କରିଛନ୍ତି। ଏହା ହେଉଛି ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ସାକ୍ଷାତକାର। ଏହି ଅବସରରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ। ଏଥିସହିତ ଚାନ୍ସେଲରଙ୍କ ସଫଳ ଭାରତ ଗସ୍ତ ତଥା ଚଳିତ ବର୍ଷର ପ୍ରାରମ୍ଭରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି FTA ଆଲୋଚନାର ସଫଳ ସମାପ୍ତି ପରେ ଭାରତ ଜର୍ମାନୀ ରଣନୀତିକ ସହ ଭାଗିଦାରୀ ସୃଷ୍ଟି ହୋଇଥିବା ନୂତନ ଗତିଶୀଳତା ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ। ପରବର୍ତ୍ତୀ ଖବର ଆସିଲା ରାଷ୍ଟ୍ରପତିଙ୍କ 2 ଦିନିଆ ଗସ୍ତ କାର୍ଯ୍ୟସୂଚୀ। ଆଜି ଅପରାହ୍ନ 3ଟାରେ ଦଣ୍ଡାବସ ଏୟାରଷ୍ଟ୍ରିପରେ ପହଞ୍ଚିବେ। ସନ୍ଧ୍ୟାରେ ରାଇରଙ୍ଗପୁର ଏମ୍ସ ସାଟେଲାଇଟ ସେଣ୍ଟର ଉଦ୍ଘାଟନ କରିବେ। 20 ତାରିଖ ସକାଳ 10ଟାରେ ପପାହାଡ଼ପୁର ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ସେ ଏକ ଆବାସିକ ସ୍କୁଲ ଏବଂ ସ୍କିଲ୍ ସେଣ୍ଟର ପରିଦର୍ଶନ କରିବେ ବୋଲି ମଧ୍ୟ ସୂଚନା ମିଳିଛି। ଏହାଦ୍ୱାରା ଶିକ୍ଷା ଓ କୌଶଳ ବିକାଶ କ୍ଷେତ୍ରରେ ହୋଇଥିବା କାର୍ଯ୍ୟକୁ ସେ ସମୀକ୍ଷା କରିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ସାମିଲ ହେବେ ବୋଲି ସୂଚନା ମିଳିଛି, ଯାହାକୁ ନେଇ ରାଜ୍ୟରେ ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ପରବର୍ତ୍ତୀ ଖବର, ଆମେରିକା ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର। ଆମେରିକା ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଛି। ଉଭୟ ପକ୍ଷ ମଧ୍ୟରେ ଡିଜିଟାଲ ଚୁକ୍ତି ସ୍ୱାକ୍ଷର। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ରାଷ୍ଟ୍ରପତି ପୁଟିନ ଚୁକ୍ତି MOU ଚୁକ୍ତିରେ ରହିଛି ଦୁଇ ଦେଶ ମଧ୍ୟରେ ଶତ୍ରୁତା ସମାପ୍ତ, ହରମୁଜ ପ୍ରଣାଳୀ ମୁକ୍ତ, ଇରାନ ଉପରେ ନିଷେଧାଜ୍ଞା ହଟାଇବା, ଇରାନର ପରମାଣୁ ଅସ୍ତ୍ର ନ ନିର୍ମାଣ କରିବା। ପରବର୍ତ୍ତୀ ଖବର, ୱାର୍କ ଭିସା ନିୟମ ପରିବର୍ତ୍ତନ କଲା ସାଉଦି ଆରବ, ଭାରତୀୟ ହେବେ ପ୍ରଭାବିତ। ସାଉଦି ଆରବ ୱାର୍କ ଭିସାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଦେଶର ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରାଳୟର କିବା ପ୍ଲାଟଫର୍ମ ପ୍ରକାଶ କରିଛି ଯେ ସାଉଦି ଆରବ କାର୍ଯ୍ୟ ପରମିଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ଭାବରେ ଆରମ୍ଭ ହୋଇଥିବା କମ୍ପାନୀଗୁଡ଼ିକ ପାଇଁ ତୁରନ୍ତ ଉପଲବ୍ଧ ସର୍ବାଧିକ ୱାର୍କ ଭିସା ସଂଖ୍ୟାକୁ 5କୁ ହ୍ରାସ କରାଯାଇଛି। ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ଏବଂ ଶ୍ରମ ବଜାର ନିୟମାବଳୀ ସହିତ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପରବର୍ତ୍ତୀ ଖବର, ଜମି ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ। ଓଡ଼ିଶାରେ 707 ଦୁର୍ଗମ ଗାଁରେ ବସିବ 4G ଟାୱାର। ଜିଲ୍ଲାପାଳଙ୍କୁ ଜରୁରୀ ନିର୍ଦ୍ଦେଶ, ଦୁର୍ଗମ ଗାଁକୁ ହେବ ଯୋଗାଯୋଗ। ରାଜ୍ୟର ଦୁର୍ଗମ ଆଦିବାସୀ ଓ ଟେଲିକମ ସେବାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଡିଜିଟାଲ ଭାରତ ନିଧି DPN ଅନୁଦାନ ପ୍ରାପ୍ତ 4G ସେଚୁରେସନ ପ୍ରକଳ୍ପ ଅଧୀନରେ ରାଜ୍ୟରେ 24ଟି ଜିଲ୍ଲାର 707ଟି ନୂଆ ସ୍ଥାନରେ ମୋବାଇଲ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ରହିଛି। ଏଥିପାଇଁ ସରକାରୀ ଜମି ଶୀଘ୍ର ଉପଲବ୍ଧ କରାଇବାକୁ ଜିଲ୍ଲାପାଳମାନଙ୍କୁ ଜରୁରୀ ଭିତ୍ତିରେ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଖବର, 15 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କଲା UAE। 15 ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ ଏଭଳି କରିବାରେ ଏହା ପ୍ରଥମ ଆରବ ଦେଶ ହୋଇଛି। UAE ସରକାର ଗୁରୁବାର ଏକ ନୂଆ ନିୟମ ପାସ୍ କରିଛନ୍ତି। ଏହି ନିୟମ ମାଧ୍ୟମରେ 15 ବର୍ଷରୁ କମ୍ ବୟସର ପିଲାମାନେ ଏବେ ନିଜ ପର୍ସନାଲ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ପାରିବେ ନାହିଁ ଏବଂ ନା ତାକୁ ଚଲାଇ ପାରିବେ।
ଯେଉଁ ପିଲାମାନେ 15 କିମ୍ବା 16 ବର୍ଷର ଅଟନ୍ତି ତାଙ୍କୁ ସୋସିଆଲ ମିଡିଆ ଚଳାଇବାକୁ ଅନୁମତି ଅଛି। ଏଥିଲାଗି କିଛି ଖାସ ସେଫ୍ଟି ଫିଚର୍ସ ଲଗାଯିବ। ଏଥିରେ ବୟସ ହିସାବରେ କଣ୍ଟେଣ୍ଟ ଦେଖାଯିବ। ଅଜଣା ବ୍ୟକ୍ତିଙ୍କ ସହ କଥା ହେବା ଉପରେ ରୋକ ଲଗାଯିବ। ପରବର୍ତ୍ତୀ ଖବର, ବହୁ ଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲା, ଆଇପିଏସ୍ ଦୟାଲ ଗଙ୍ଗୱାର ସସ୍ପେଣ୍ଡ। ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ବରିଷ୍ଠ ଆଇପିଏସ୍ ଅଫିସର ଦୟାଲ ଗଙ୍ଗୱାରଙ୍କୁ ସସ୍ପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୌମ୍ୟ ମୃତ୍ୟୁ ମାମଲାରେ ଆଇପିଏସ୍ ଗଙ୍ଗୱାର ବିବାଦ ଘେରକୁ ଆସିଥିଲେ। ଗଙ୍ଗୱାର ତାଙ୍କ ପୁଅକୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ସୌମ୍ୟଙ୍କ ମା। ଏହି ହାଇ ପ୍ରୋଫାଇଲ ମାମଲାରେ ଆଇପିଏସ୍ ଗଙ୍ଗୱାରଙ୍କ ସମ୍ପୃକ୍ତିକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଥିବା ବେଳେ ଶେଷରେ ସରକାରଙ୍କ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପୋଲିସ ମହଲରେ କମ୍ପନ ସୃଷ୍ଟି କରିଛି। ପରବର୍ତ୍ତୀ ଖବର, ତେଲେଙ୍ଗାନା ମନ୍ତ୍ରିମଣ୍ଡଳ ହେଲା ଡିଜିଟାଲ। ମନ୍ତ୍ରୀମାନଙ୍କୁ ଦିଆଗଲା ଟାବ୍ଲେଟ। ତେଲେଙ୍ଗାନା ସରକାର ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକକୁ ସମ୍ପୂର୍ଣ୍ଣ କାଗଜ ରହିତ ପେପରଲେସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ ମୁଖ୍ୟମନ୍ତ୍ରୀ ତେଲେଙ୍ଗାନା ଡିଜିଟାଲ କ୍ୟାବିନେଟ ପ୍ରଣାଳୀକୁ ଲାଗୁ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡି ଶ୍ରୀଧର ବାବୁ ମୁଖ୍ୟମନ୍ତ୍ରୀ ଓ ସବୁ ମନ୍ତ୍ରୀଙ୍କୁ ଟାବ୍ଲେଟ ବିତରଣ କରିଛନ୍ତି। ନୂଆ ବ୍ୟବସ୍ଥା ଅନୁସାରେ ଏବେ ମନ୍ତ୍ରିମଣ୍ଡଳ ବୈଠକ କାଗଜ ରହିତ ହେବ। ପରବର୍ତ୍ତୀ ଖବର, ଘୁଞ୍ଚିବ ଆଇପିଏଲ୍ 2027। ଖରା ପାଇଁ ଏବେ ଏହି ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ। ଜୁନ୍ ମାସ ସରିବାକୁ ବସିଲାଣି କିନ୍ତୁ ବର୍ଷାର ଦେଖା ନାହିଁ। ଅନେକ ଜାଗାରେ ନିଅଣ୍ଟିଆ ବର୍ଷା ହୋଇଛି, ଆଉ କିଛି ଜାଗାରେ ତାତି କମୁନି। 38 ଡିଗ୍ରୀ ତାପମାତ୍ରା ଥିଲେ ମଧ୍ୟ 50 ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି। ତେବେ ଏସବୁକୁ ନଜର ରଖି ଆଗାମୀ ଆଇପିଏଲ୍ର ସମୟ ପରିବର୍ତ୍ତନ ନେଇ ଆଲୋଚନା ହୋଇଛି। ସାଧାରଣତଃ ମାର୍ଚ୍ଚ ମାସ 10 ତାରିଖରୁ ମେ 15 ତାରିଖ ମଧ୍ୟରେ ଆଇପିଏଲ୍ ଅନୁଷ୍ଠିତ ହୋଇଥାଏ, ଯେଉଁ ସମୟରେ ଦେଶରେ ପ୍ରବଳ ଖରାର ପ୍ରକୋପ ଦେଖିବାକୁ ମିଳେ। ଏହାକୁ ନେଇ ବିସିସିଆଇ ସଚିବ ଦେବଜିତ୍ ସାଇକିଆ କହିଛନ୍ତି, ଆସନ୍ତା ବର୍ଷ ଆଇପିଏଲ୍ରେ 74ଟି ମୁକାବିଲା ଖେଳାଯିବ। 94ଟି ମ୍ୟାଚ୍ ଆୟୋଜିତ ହେବ ନାହିଁ। ଏଥିରେ ଖେଳାଳି ଏବଂ ଦର୍ଶକଙ୍କ ସ୍ୱାର୍ଥକୁ ସଦାବେଳେ ଧ୍ୟାନରେ ରଖାଯିବ। ପରବର୍ତ୍ତୀ ଖବର, 128 ଡାକ୍ତରଙ୍କ ବିରୋଧରେ ଆକ୍ସନ। ଦୀର୍ଘ ଦିନ ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ଦୀର୍ଘ ଦିନ ଧରି ଡାକ୍ତରଖାନା ନ ଆସି ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତରମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 128 ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ବିଭିନ୍ନ ଡାକ୍ତରଖାନାରେ 128 ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ 5 ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି। ସେମାନଙ୍କ ସ୍ଥିତି ବିଷୟରେ ଜଣାଇବା ପାଇଁ ଖବରକାଗଜରେ ଇସ୍ତାହାର ମଧ୍ୟ ଦିଆଯାଇଥିଲା। ସେମାନଙ୍କର ଏହି ଅନଧିକୃତ ଉପସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଖବର, କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନ। 7 ଆସନରୁ 5ଟି ଜିତିଲା କଂଗ୍ରେସ। କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସ ବାଜି ମାରି ନେଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ୱ ଅଧୀନରେ କଂଗ୍ରେସ 7 ଆସନରୁ 5ଟିରେ ଏବଂ ବିଜେପି 2ଟି ଆସନରେ ଜିତିଛି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ କଂଗ୍ରେସର 4ଟି ଆସନରେ ବିଜୟ ସୁନିଶ୍ଚିତ ହୋଇଥିଲା, କିନ୍ତୁ ଦଳ ଅନ୍ୟ ଏକ ଆସନରେ ପ୍ରାର୍ଥୀ ଦେଇଥିଲା ଏବଂ ଏହି ଆସନରେ ଜିତିଛି। ଅନ୍ୟପଟେ ବିଜେପି 2ଟି ଆସନରେ ଜିତିଛି। ସମସ୍ତ 222 ଜଣ ବିଧାୟକ ଏହି ଭୋଟିଂ ପ୍ରକ୍ରିୟାରେ ଭୋଟ ଦେଇଛନ୍ତି। ବିଜେପିରୁ ନିଲମ୍ବିତ ହୋଇଥିବା 3 ବିଧାୟକଙ୍କ ମଧ୍ୟରୁ 2 ଜଣ ଏସ୍ଟି ଶ୍ୟାମଶେଖର ଏବଂ ଶିବରାମ ହେକରଙ୍କ ଭୋଟ କଂଗ୍ରେସକୁ ମିଳିଛି। ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପଶ୍ଚିମବଙ୍ଗର ସରକାର। 1993 ମସିହାରେ କୋଲକାତାର ବହୁ ବଜାରରେ ହୋଇଥିବା ବିସ୍ଫୋରଣରେ 69 ଜଣ ପ୍ରାଣ ହରାଇଥିଲେ। ଏହି ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରସିଦ ଖାନଙ୍କୁ ମୁକ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ପଶ୍ଚିମବଙ୍ଗ ସରକାର ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନିକଟରେ ଦିଲ୍ଲୀ ହାଇକୋର୍ଟଙ୍କ ଜୁନ୍ 5 ରାୟ ବିରୋଧରେ ଆବେଦନର ଶୀଘ୍ର ଶୁଣାଣି କରିବାକୁ ରାଜ୍ୟ ସରକାରଙ୍କ ଓକିଲ ଅନୁରୋଧ କରିଥିଲେ।